ଶୁଣୁଛନ୍ତି 26 ଡିସେମ୍ବର 2025 ପ୍ରାତଃ ମୁରଲୀ। ବାବା କହୁଛନ୍ତି ମିଠେ ବଚ୍ଚେ, ଯଦି ନିଜର ଭାଗ୍ୟକୁ ଶ୍ରେଷ୍ଠ କରିବାକୁ ଚାହୁଁଛ ତେବେ କାହା ସହିତ କଥାବାର୍ତ୍ତା କରିବା ସମୟରେ, ଦେଖିବା ସମୟରେ ବୁଦ୍ଧିର ଯୋଗ ଏକମାତ୍ର ବାବାଙ୍କ ସହିତ ଲଗାଅ। ଯଦି ନିଜର ଭାଗ୍ୟକୁ ଶ୍ରେଷ୍ଠ କରିବାକୁ ଚାହୁଁଛ ତେବେ କାହା ସହିତ କଥାବାର୍ତ୍ତା କରିବା ସମୟରେ, ଦେଖିବା ସମୟରେ ବୁଦ୍ଧିର ଯୋଗ ଏକମାତ୍ର ବାବାଙ୍କ ସହିତ ଲଗାଅ। ପ୍ରଶ୍ନ: ନୂଆ ଦୁନିଆର ସ୍ଥାପନାର ନିମିତ୍ତ ହୋଇଥିବା ସନ୍ତାନମାନଙ୍କୁ ବାବାଙ୍କ ଠାରୁ କେଉଁ ନିର୍ଦ୍ଦେଶ ମିଳିଛି? ନୂଆ ଦୁନିଆର ସ୍ଥାପନାର ନିମିତ୍ତ ହୋଇଥିବା ସନ୍ତାନମାନଙ୍କୁ ବାବାଙ୍କ ଠାରୁ କେଉଁ ନିର୍ଦ୍ଦେଶ ମିଳିଛି? ଉତ୍ତର: ପିଲାମାନେ, ତୁମର ଏହି ପୁରୁଣା ଦୁନିଆ ସହିତ କୌଣସି ସମ୍ପର୍କ ନାହିଁ। ନିଜର ମନ ଏହି ପୁରୁଣା ଦୁନିଆରେ ଲଗାଅ ନାହିଁ। ଯାଞ୍ଚ କର, ମୁଁ ଶ୍ରୀମତ୍ ବିରୋଧ କର୍ମ କରୁନାହିଁ ତ? ଆତ୍ମିକ ସେବାର ନିମିତ୍ତ ହେଉଛି। ଗୀତ: ଭୋଲାନାଥ ସେ ନିରାଲା। ଓମ୍ ଶାନ୍ତି। ଏବେ ଗୀତ ଶୁଣିବାର କୌଣସି ଆବଶ୍ୟକତା ନାହିଁ। ପ୍ରାୟତଃ ଭକ୍ତମାନେ ହିଁ ଗୀତ ଗାଆନ୍ତି ଏବଂ ଶୁଣିଥାନ୍ତି। ତୁମେ ତ ପାଠ ପଢୁଛ। ଏହି ଗୀତ ମଧ୍ୟ ସ୍ୱତନ୍ତ୍ର ଭାବେ ପିଲାମାନଙ୍କ ପାଇଁ ହିଁ ରଚନା କରାଯାଇଛି। ପିଲାମାନେ ଜାଣିଛନ୍ତି ବାବା ଆମର ଭାଗ୍ୟକୁ ଶ୍ରେଷ୍ଠ କରୁଛନ୍ତି। ଏବେ ଆମକୁ ବାବାଙ୍କୁ ହିଁ ସ୍ମରଣ କରିବାକୁ ହେବ ଏବଂ ଦୈବୀ ଗୁଣ ଧାରଣ କରିବାକୁ ହେବ। ନିଜ କର୍ମର ହିସାବ ଦେଖିବା ଉଚିତ। ଜମା ହେଉଛି ନା କ୍ଷତି ହୋଇ ଚାଲିଛି? ମୋ ଭିତରେ କୌଣସି ଅବଗୁଣ ନାହିଁ ତ? ଯଦି ଅବଗୁଣ ଅଛି, ଯାହାଦ୍ୱାରା ମୋର ଭାଗ୍ୟ ଖାତାରେ କ୍ଷତି ହେଉଛି, ତେବେ ତାକୁ ବାହାର କରିଦେବା ଉଚିତ। ବର୍ତ୍ତମାନ ସମୟରେ ସମସ୍ତଙ୍କୁ ନିଜର ଭାଗ୍ୟକୁ ଉଚ୍ଚ କରିବା ଦରକାର। ତୁମେ ଅନ୍ୟମାନଙ୍କୁ ବୁଝାଉଛ, ଯଦି ବାବାଙ୍କ ବ୍ୟତୀତ ଅନ୍ୟ କାହାକୁ ସ୍ମରଣ ନ କରିବା, ତେବେ ଆମେ ଏହିପରି ଲକ୍ଷ୍ମୀ ନାରାୟଣ ହୋଇପାରିବା। କାହା ସହିତ କଥାବାର୍ତ୍ତା କରିବା ସମୟରେ ଅଥବା କାହାକୁ ଦେଖିବା ସମୟରେ ବୁଦ୍ଧିର ଯୋଗ ସେହି ଜଣଙ୍କ ସହିତ ଲାଗି ରହୁ। ଆମ ଆତ୍ମାମାନଙ୍କୁ ଏକମାତ୍ର ବାବାଙ୍କୁ ହିଁ ସ୍ମରଣ କରିବାକୁ ହେବ। ଆମମାନଙ୍କୁ ବାବାଙ୍କ ଠାରୁ ନିର୍ଦ୍ଦେଶ ମିଳିଛି, ମୋ ବ୍ୟତୀତ ଅନ୍ୟ କାହା ସହିତ ମନ ଲଗାଅ ନାହିଁ ଏବଂ ଦୈବୀ ଗୁଣ ଧାରଣ କର। ବାବା ବୁଝାଉଛନ୍ତି, ତୁମର ଏବେ 84 ଜନ୍ମ ପୂରା ହେଲା। ଏବେ ପୁଣି ତୁମେ ଯାଇ ସତ୍ୟଯୁଗୀ ରାଜତ୍ୱରେ ପ୍ରଥମ ନମ୍ବର ନିଅ। ଏପରି ନ ହେଉ ରାଜପଦରୁ ଖସି ପ୍ରଜାପଦକୁ ଚାଲିଯିବ, ପ୍ରଜାରୁ ମଧ୍ୟ ଆହୁରି ତଳକୁ ଚାଲିଯିବ। ନା, ସେଥିପାଇଁ ନିଜର ଯାଞ୍ଚ କରି ଚାଲ। ଏ କଥା ବାବାଙ୍କ ବ୍ୟତୀତ ଆଉ କେହି ବୁଝାଇ ପାରିବେ ନାହିଁ। ବାବାଙ୍କ ସହିତ ଏବଂ ଶିକ୍ଷକଙ୍କ ସହିତ ଯୋଗ ରଖିଲେ ଡର ରହିବ। ଏପରି ନ ହେଉ ଆମକୁ କୌଣସି ଦଣ୍ଡ ମିଳିଯାଉ। ଭକ୍ତିରେ ମଧ୍ୟ ଭାବିଥାନ୍ତି ଯେ ପାପ କର୍ମ କରିଲେ ଆମେ ଦଣ୍ଡର ଭାଗୀଦାରୀ ହୋଇଯିବୁ। ସବୁଠାରୁ ବଡ଼ ବାବାଙ୍କର ନିର୍ଦ୍ଦେଶ ତ ଏବେ ହିଁ ମିଳୁଛି, ଯାହାକୁ ଶ୍ରୀମତ୍ କୁହାଯାଉଛି। ପିଲାମାନେ ଜାଣିଛନ୍ତି ଆମେ ଶ୍ରୀମତ୍ ଦ୍ୱାରା ଶ୍ରେଷ୍ଠ ହେଉଛୁ। ତେଣୁ ନିଜର ଯାଞ୍ଚ କରିବାକୁ ହେବ, ମୁଁ କେଉଁଠି ଶ୍ରୀମତର ଖିଲାପ କରୁନାହିଁ ତ? ଯେଉଁ କଥା ଭଲ ନ ଲାଗୁଛି ତାକୁ କରିବା ଉଚିତ ନୁହେଁ। ଭଲ ମନ୍ଦକୁ ତୁମେମାନେ ଏବେ ବୁଝିପାରୁଛ, ଆଗରୁ ବୁଝିପାରୁ ନଥିଲ। ବର୍ତ୍ତମାନ ତୁମେମାନେ ଏପରି କର୍ମ ଶିଖୁଛ, ଯାହାଦ୍ୱାରା ଜନ୍ମ ଜନ୍ମାନ୍ତର ପାଇଁ ତୁମର କର୍ମ ଅକର୍ମ ହୋଇଯାଉଛି। ବର୍ତ୍ତମାନ ସମୟରେ ତ ସମସ୍ତଙ୍କ ଭିତରେ ପାଞ୍ଚଭୂତର ପ୍ରବେଶତା ହୋଇଛି। ତେଣୁ ଏବେ ଭଲ ଭାବରେ ପୁରୁଷାର୍ଥ କରି କର୍ମାତୀତ ହେବାକୁ ପଡ଼ିବ। ଦୈବୀ ଗୁଣ ମଧ୍ୟ ଧାରଣ କରିବାକୁ ହେବ। ସମୟ ବହୁତ ଖରାପ ହେବା ସହିତ ଦୁନିଆ ମଧ୍ୟ ବିଗିଡ଼ି ଚାଲିଛି। ଦିନକୁ ଦିନ ଆହୁରି ବିଗିଡ଼ି ଚାଲିବ। ଏହି ଦୁନିଆ ସହିତ ତୁମର ଯେପରି କିଛି ସମ୍ପର୍କ ହିଁ ନାହିଁ। ତୁମର ସମ୍ପର୍କ ନୂଆ ଦୁନିଆ ସହିତ ରହିଛି, ଯାହା ଏବେ ସ୍ଥାପନ ହେବାକୁ ଯାଉଛି।
ତୁମେ ଜାଣିଛ ଆମେ ନୂଆ ଦୁନିଆ ସ୍ଥାପନ କରିବା ପାଇଁ ନିମିତ୍ତ ହୋଇଛୁ। ତେଣୁ ସମ୍ମୁଖରେ ଥିବା ଲକ୍ଷ୍ୟ ଅର୍ଥାତ୍ ଲକ୍ଷ୍ମୀ ନାରାୟଣ ସଦୃଶ ହେବା ଉଚିତ। ଭିତରେ କୌଣସି ଆସୁରୀ ଗୁଣ ରହିବା ଉଚିତ ନୁହେଁ। ଆତ୍ମିକ ସେବାରେ ଲାଗି ରହିଲେ ବହୁତ ଉନ୍ନତି ହେବ। ପ୍ରଦର୍ଶନୀ ମ୍ୟୁଜିୟମ ଆଦି ତିଆରି କରୁଛନ୍ତି। ଭାବୁଛନ୍ତି ବହୁତ ଲୋକ ଆସିବେ, ତାଙ୍କୁ ବାବାଙ୍କର ପରିଚୟ ଦେବୁ। ପୁଣି ସେମାନେ ମଧ୍ୟ ବାବାଙ୍କୁ ସ୍ମରଣ କରିବାରେ ଲାଗି ପଡ଼ିବେ। ସାରାଦିନ ଏହି ଖିଆଲ ଚାଲୁଥାଉ ଯେ ନୂଆ ନୂଆ ସେଣ୍ଟର ଖୋଲି କିପରି ସେବାକୁ ବଢ଼ାଇବୁ। କାରଣ ଏହି ଜ୍ଞାନରତ୍ନ ସବୁ ତୁମମାନଙ୍କ ପାଖରେ ରହିଛି। ବାବା ଦୈବୀ ଗୁଣ ଧାରଣ କରାଇବା ସହିତ ସମ୍ପତ୍ତି ମଧ୍ୟ ଦେଉଛନ୍ତି। ତୁମେ ଏଠାରେ ବସିଛ, ବୁଦ୍ଧିରେ ଅଛି ଆମେ ସୃଷ୍ଟିର ଆଦି ମଧ୍ୟ ଅନ୍ତକୁ ଜାଣିଛୁ, ପବିତ୍ର ମଧ୍ୟ ରହୁଛୁ। ମନ ବଚନ କର୍ମରେ କୌଣସି ଖରାପ କର୍ମ ନ ହେଉ, ସେଥିପାଇଁ ପୂରା ଯାଞ୍ଚ କରିବାକୁ ହେବ। ବାବା ଆସିଛନ୍ତି ପତିତମାନଙ୍କୁ ପାବନ କରାଇବା ପାଇଁ। ଏଥିପାଇଁ ଯୁକ୍ତି ମଧ୍ୟ ବତାଇ ଚାଲିଛନ୍ତି। ତୁମମାନଙ୍କୁ ଏବେ ସେହି କଥାରେ ହିଁ ରମଣ କରିବା ଉଚିତ। ସେଣ୍ଟର ଖୋଲି ବହୁତଙ୍କୁ ନିମନ୍ତ୍ରଣ ଦେବାକୁ ହେବ। ଏହି ଜ୍ଞାନକୁ ଅତି ଆନନ୍ଦର ସହିତ ବୁଝାଇବା ଉଚିତ। ଏହି ପୁରୁଣା ଦୁନିଆ ବିନାଶ ହୋଇଯିବ। ତେଣୁ ପ୍ରଥମେ ନୂଆ ଦୁନିଆର ସ୍ଥାପନା ହେବା ବହୁତ ଜରୁରୀ। ସ୍ଥାପନା ମଧ୍ୟ ସଙ୍ଗମରେ ହେଉଛି। ଏକଥା ମଧ୍ୟ ମନୁଷ୍ୟମାନଙ୍କୁ ଜଣା ନାହିଁ ଯେ ବର୍ତ୍ତମାନ ସଙ୍ଗମ ଯୁଗ ଚାଲିଛି। ଏକଥା ମଧ୍ୟ ବୁଝାଇବାକୁ ହେବ ଯେ ନୂଆ ଦୁନିଆର ସ୍ଥାପନା ପୁରୁଣା ଦୁନିଆର ବିନାଶର ଏହା ସଙ୍ଗମ ଅଟେ। ନୂଆ ଦୁନିଆର ସ୍ଥାପନା ଶ୍ରୀମତ ଆଧାରରେ ହେଉଛି। ବାବାଙ୍କ ବ୍ୟତୀତ ଆଉ କେହି ନୂଆ ଦୁନିଆ ସ୍ଥାପନାର ମତ ଦେଇପାରିବେ ନାହିଁ। ବାବା ହିଁ ଆସି ତୁମ ସନ୍ତାନମାନଙ୍କ ଦ୍ୱାରା ନୂଆ ଦୁନିଆର ଉଦ୍ଘାଟନ କରାଉଛନ୍ତି। ତେବେ ସିଏ ତ ଏକା କରିବେ ନାହିଁ, ସବୁ ସନ୍ତାନମାନଙ୍କର ସାହାଯ୍ୟ ନେଉଛନ୍ତି। ଦୁନିଆରେ ଲୋକମାନେ ଉଦ୍ଘାଟନ କରିବା ପାଇଁ କାହାର ସାହାଯ୍ୟ ନେଇନଥାନ୍ତି। ଆସି କେବଳ କଇଞ୍ଚି ଦ୍ୱାରା ରିବନ କାଟିଥାନ୍ତି। ଏଠାରେ ତ ସେ କଥା ନାହିଁ। ଏଠାରେ ତୁମେ ବ୍ରାହ୍ମଣ କୁଳଭୂଷଣମାନେ ସହଯୋଗୀ ହେଉଛ। ବର୍ତ୍ତମାନ ସବୁ ମନୁଷ୍ୟ ରାସ୍ତା ବିଲକୁଲ ଭୁଲି ଯାଇଛନ୍ତି। ପତିତ ଦୁନିଆକୁ ପାବନ କରିବାର କାମ ବାବାଙ୍କର ହିଁ ଅଟେ। ବାବା ହିଁ ନୂଆ ଦୁନିଆର ସ୍ଥାପନା କରୁଛନ୍ତି, ଯାହା ପାଇଁ ଆଧ୍ୟାତ୍ମିକ ଜ୍ଞାନ ଦେଉଛନ୍ତି। ତୁମେ ଜାଣିଛ ବାବାଙ୍କ ପାଖରେ ନୂଆ ଦୁନିଆ ସ୍ଥାପନା କରିବାର ଉପାୟ ରହିଛି। ଭକ୍ତି ମାର୍ଗରେ ତାଙ୍କୁ ଡାକୁଛନ୍ତି ନା, ହେ ପତିତ ପାବନ ଆସ। ଯଦିଓ ଶିବଙ୍କୁ ପୂଜା ମଧ୍ୟ କରିଚାଲିଛନ୍ତି, କିନ୍ତୁ ଏକଥା ଜାଣି ନାହାନ୍ତି କି ପତିତ ପାବନ କିଏ। ଦୁଃଖରେ ମନେ ତ ପକାଉଛନ୍ତି ହେ ଭଗବାନ, ହେ ରାମ। ରାମ ମଧ୍ୟ ନିରାକାରଙ୍କୁ ହିଁ କୁହାଯାଏ। ନିରାକାରଙ୍କୁ ହିଁ ସର୍ବୋଚ୍ଚ ଭଗବାନ ବୋଲି କୁହାଯାଏ। କିନ୍ତୁ ମନୁଷ୍ୟ ବହୁତ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ବାବା ଆସି ଏହି ଦ୍ୱନ୍ଦ୍ୱରୁ ବାହାର କରୁଛନ୍ତି। ଯେପରି କୁହୁଡ଼ିରେ ମନୁଷ୍ୟ ଦ୍ୱନ୍ଦ୍ୱରେ ପଡ଼ିଯାନ୍ତି ନା, ଏହା ହେଉଛି ବେହଦର କଥା। ସମସ୍ତେ ବହୁତ ବଡ଼ ଜଙ୍ଗଲରେ ଆସି ପଡ଼ିଛନ୍ତି। ତୁମକୁ ମଧ୍ୟ ବାବା ଅନୁଭବ କରାଇଛନ୍ତି ଯେ ଆମେ କେଉଁ ଜଙ୍ଗଲରେ ପଡ଼ିଥିଲୁ। ଏ କଥା ବର୍ତ୍ତମାନ ଜଣାପଡ଼ିଲା ଯେ ଏହା ପୁରୁଣା ଦୁନିଆ, ଏହାର ମଧ୍ୟ ସମାପ୍ତି ହେବ। ମନୁଷ୍ୟ ତ ବିଲକୁଲ ରାସ୍ତା ହିଁ ଜାଣିନାହାନ୍ତି, ବାବାଙ୍କୁ ଡାକି ଚାଲିଛନ୍ତି। ତୁମେ ଏବେ ଡାକୁନାହଁ। ଏବେ ତୁମେମାନେ ଡ୍ରାମାର ଆଦି ମଧ୍ୟ ଅନ୍ତକୁ ଜାଣିଛ। ତାହା ମଧ୍ୟ କ୍ରମ ଅନୁସାରେ। ଯିଏ ଜାଣିଛନ୍ତି ସେ ବହୁତ ଖୁସିରେ ରହୁଛନ୍ତି। ଅନ୍ୟକୁ ମଧ୍ୟ ରାସ୍ତା ବତାଇବାରେ ତତ୍ପର ରହୁଛନ୍ତି। ବାବା ତ କହି ଚାଲିଛନ୍ତି, ବଡ଼ ବଡ଼ ସେଣ୍ଟର ଖୋଲ। ବଡ଼ ବଡ଼ ଚିତ୍ର ହେଲେ ମନୁଷ୍ୟ ସହଜରେ ବୁଝିଯିବେ। ପିଲାମାନଙ୍କ ନିମନ୍ତେ ମ୍ୟାପ ଚିତ୍ର ନିଶ୍ଚିତ ଦରକାର। କହିବା ଦରକାର ଏହା ମଧ୍ୟ ସ୍କୁଲ ଅଟେ। ଏଠାରେ ଏହି ଚମତ୍କାର ଚିତ୍ର ରହିଛି। ଦୁନିଆର ସ୍କୁଲର ନକ୍ସାରେ ତ ହଦ୍ର ଚିତ୍ର ରହିଥାଏ। ଏହା ହେଉଛି ବେହଦର କଥା। ଏହା ମଧ୍ୟ ପାଠଶାଳା ଅଟେ, ଯେଉଁଠି ବାବା ଆମକୁ ସୃଷ୍ଟିର ଆଦି ମଧ୍ୟ ଅନ୍ତର ରହସ୍ୟକୁ ବୁଝାଇ ଯୋଗ୍ୟ କରାଉଛନ୍ତି।
ମନୁଷ୍ୟରୁ ଦେବତା ହେବା ପାଇଁ ଏହା ଈଶ୍ୱରୀୟ ପାଠଶାଳା ଅଟେ। ଲେଖାଯାଇଛି ମଧ୍ୟ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ। ଏହା ହେଉଛି ଆତ୍ମିକ ପାଠଶାଳା। କେବଳ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ କହିଲେ ମନୁଷ୍ୟ ବୁଝିପାରିବେ ନାହିଁ। ତେଣୁ ୟୁନିଭର୍ସିଟି ମଧ୍ୟ ଲେଖିବା ଦରକାର। ଏପରି ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ କୌଣସିଠାରେ ନାହିଁ। ବାବା ନିମନ୍ତ୍ରଣ କାର୍ଡ଼ ଦେଖିଥିଲେ, ସେଥିରେ କିଛି ଶବ୍ଦ ଭୁଲିଯାଇ ଲେଖିନଥିଲେ। ବାବା କେତେଥର କହିଛନ୍ତି, ପ୍ରଜାପିତା ଶବ୍ଦ ନିଶ୍ଚିନ୍ତ ଲେଖ। ତଥାପି ପିଲାମାନେ ଭୁଲି ଯାଉଛନ୍ତି। ପୁରା ଲେଖା ରହିବା ଉଚିତ, ଯାହାଦ୍ୱାରା ମନୁଷ୍ୟମାନେ ଜାଣିବେ ଯେ ଏହା ଈଶ୍ୱରୀୟ ବଡ଼ କଲେଜ ଅଟେ। ସେବାରେ ଉପସ୍ଥିତ ଥିବା ସନ୍ତାନମାନେ ଯେଉଁମାନେ ଭଲ ସେବାଧାରୀ ଅଟନ୍ତି, ତାଙ୍କ ମନରେ ଆସିଥାଏ ଯେ ଆମେ ଅମୁକ ସେଣ୍ଟରକୁ ଯାଇ ତାର ଉନ୍ନତି କରିବୁ। ଅବସ୍ଥା ଥଣ୍ଡା ପଡ଼ିଯାଇଛି, ତାଙ୍କୁ ଜାଗ୍ରତ କରିବୁ। କାରଣ ମାୟା ଏପରି ଯେ ବାରମ୍ବାର ଶୁଆଇ ଦେଉଛି। ମୁଁ ସ୍ୱଦର୍ଶନ ଚକ୍ରଧାରୀ ଅଟେ, ଏକଥା ମଧ୍ୟ ଭୁଲି ଯାଉଛନ୍ତି। ମାୟା ବହୁତ ବିରୋଧ କରୁଛି। ତୁମେମାନେ ଏବେ ଯୁଦ୍ଧଭୂମିରେ ଅଛ। ମାୟା ମୁହଁ ମୋଡ଼ାଇ ଓଲଟ ଆଡ଼କୁ ନ ନେଇଯାଉ, ଏଥିପ୍ରତି ବହୁତ ଯତ୍ନବାନ ହେବାକୁ ପଡ଼ିବ। ସମସ୍ତଙ୍କୁ ମାୟାର ତୋଫାନ ତ ବହୁତ ଲାଗୁଛି। ଛୋଟ ଅଥବା ବଡ଼, ସମସ୍ତେ ଯୁଦ୍ଧଭୂମିରେ ଅଛନ୍ତି। ପେହେଲମାନମାନଙ୍କୁ ମାୟାର ତୋଫାନ ହଲାଇ ପାରିବ ନାହିଁ। ଏପରି ଅବସ୍ଥା ମଧ୍ୟ ଆସିବ। ବାବା ବୁଝାଉଛନ୍ତି, ବର୍ତ୍ତମାନର ସମୟ ବହୁତ ଖରାପ। ଦୁନିଆର ଅବସ୍ଥା ବିଗିଡ଼ି ଯାଇଛି। ସବୁ ରାଜତ୍ୱ ସମାପ୍ତ ହୋଇଯିବ। ସମସ୍ତଙ୍କୁ ଆସନରୁ ଓହ୍ଲାଇ ଦେବେ। ପୁଣି ସାରା ଦୁନିଆରେ ପ୍ରଜାମାନଙ୍କର ପ୍ରଜା ଉପରେ ରାଜ୍ୟ ଚାଲିବ। ତୁମେମାନେ ଏବେ ନିଜର ନୂଆ ରାଜଧାନୀ ସ୍ଥାପନ କରୁଛ। ତେଣୁ ଏଠାରେ ଥିବା ରାଜତ୍ୱର ନାମ ମଧ୍ୟ ସମାପ୍ତ ହୋଇଯିବ। ଏବେ ପଞ୍ଚାୟତି ରାଜ୍ୟ ହୋଇ ଚାଲିଛି। ଯେତେବେଳେ ପ୍ରଜାଙ୍କର ପ୍ରଜା ଉପରେ ରାଜ୍ୟ ଚାଲିବ, ସେତେବେଳେ ପରସ୍ପର ମଧ୍ୟରେ ଲଢ଼େଇ ଝଗଡ଼ା କରିବେ। ବାସ୍ତବରେ ସ୍ୱରାଜ୍ୟ ଅଥବା ରାମ ରାଜ୍ୟ ତ ନାହିଁ। ସେଥିପାଇଁ ସାରା ଦୁନିଆରେ ଝଗଡ଼ା ହିଁ ଚାଲିଛି। ଆଜିକାଲି ତ ସବୁ ଜାଗାରେ ହଙ୍ଗାମା ହିଁ ହଙ୍ଗାମା ହେଉଛି। ତୁମେମାନେ ଜାଣିଛ ଆମେ ନିଜର ରାଜତ୍ୱ ସ୍ଥାପନ କରୁଛୁ। ତୁମେ ଏବେ ସମସ୍ତଙ୍କୁ ରାସ୍ତା ବତାଉଛ। ବାବା କହୁଛନ୍ତି, ମୋତେ ମନେ ପକାଅ। ତେଣୁ ବାବାଙ୍କ ସ୍ମୃତିରେ ରହି ଅନ୍ୟମାନଙ୍କୁ ମଧ୍ୟ ବୁଝାଅ। ଦେହୀ ଅଭିମାନୀ ହୁଅ। ଦେହ ଅଭିମାନକୁ ଛାଡ଼। ଏପରି ନୁହେଁ ଯେ ତୁମମାନଙ୍କ ଭିତରେ ସମସ୍ତେ ଦେହୀ ଅଭିମାନୀ ହୋଇଯାଇଛନ୍ତି। ନା, କିନ୍ତୁ ସମସ୍ତଙ୍କୁ ହେବାକୁ ପଡ଼ିବ। ଏବେ ତୁମେମାନେ ନିଜେ ପୁରୁଷାର୍ଥ କରି ଅନ୍ୟମାନଙ୍କୁ ମଧ୍ୟ କରାଉଛ। ବାବାଙ୍କୁ ମନେ ପକାଇବାକୁ ଚେଷ୍ଟା କରୁଛନ୍ତି, ପୁଣି ଭୁଲି ଯାଉଛନ୍ତି। ଏହି ପୁରୁଷାର୍ଥ କରିବାକୁ ହେବ। ତେବେ ମୂଳ କଥା ହେଉଛି ବାବାଙ୍କୁ ସ୍ମରଣ କରିବା। ବାବା ପିଲାମାନଙ୍କୁ କେତେ ବୁଝାଉଛନ୍ତି। ଏବେ ବହୁତ ଭଲ ଜ୍ଞାନ ମିଳୁଛି। ମୂଳ କଥା ହେଉଛି ପବିତ୍ର ରହିବା। ବାବା ପବିତ୍ର କରିବାକୁ ଆସିଛନ୍ତି। ତେଣୁ ଏବେ ଆଉ ପତିତ ହେବା ଉଚିତ ନୁହେଁ। ଯୋଗ ଦ୍ୱାରା ହିଁ ତୁମେମାନେ ସତ୍ୱପ୍ରଧାନ ହେବ, ଏହି କଥାକୁ ଭୁଲିବା ଉଚିତ ନୁହେଁ। କିନ୍ତୁ ମାୟା ଏଇଥିରେ ହିଁ ବିଘ୍ନ ପକାଇ ଭୁଲାଇ ଦେଉଛି। ରାତିଦିନ ଏହି ନିଶା ରହୁ ଯେ ଆମେ ବାବାଙ୍କୁ ସ୍ମରଣ କରି ସତ୍ୱପ୍ରଧାନ ହେବୁ। ଯୋଗ ଏପରି ପକ୍କା ହେବା ଦରକାର, ଯାହାକି ଅନ୍ତିମ ସମୟରେ ବାବାଙ୍କ ବ୍ୟତୀତ ଆଉ କେହି ଯେପରି ମନେ ନ ପଡ଼ିବେ। ପ୍ରଦର୍ଶନୀରେ ମଧ୍ୟ ପ୍ରଥମେ ଏହା ବୁଝାଇବାକୁ ହେବ ଯେ ଇଏ ହେଉଛନ୍ତି ସମସ୍ତଙ୍କର ପିତା, ସର୍ବୋଚ୍ଚ ଭଗବାନ, ସମସ୍ତଙ୍କର ପିତା, ପତିତ ପାବନ, ସଦ୍ଗତିଦାତା ଏବଂ ସ୍ୱର୍ଗର ରଚୟିତା ମଧ୍ୟ ଅଟନ୍ତି। ଏବେ ତୁମେମାନେ ଜାଣୁଛ, ବାବା ସଙ୍ଗମ ଯୁଗରେ ହିଁ ଆସିଛନ୍ତି। ବାବା ହିଁ ବ୍ରହ୍ମାଙ୍କ ଦ୍ୱାରା ରାଜଯୋଗ ଶିଖାଉଛନ୍ତି। ପତିତ ପାବନ ସେହି ଜଣଙ୍କ ବ୍ୟତୀତ ଦ୍ୱିତୀୟ କେହି ହୋଇପାରିବେ ନାହିଁ। ପ୍ରଥମେ ତ ବାବାଙ୍କର ପରିଚୟ ଦେବାକୁ ପଡ଼ିବ। ତେବେ ଜଣ ଜଣକୁ ଏପରି ଗୋଟିଏ ଗୋଟିଏ ଚିତ୍ର ଉପରେ ବସି ବୁଝାଇଲେ ଏତେ ଲୋକଙ୍କୁ କିପରି ବୁଝାଇ ପାରିବ? କିନ୍ତୁ ପ୍ରଥମେ ବାବାଙ୍କ ଚିତ୍ର ଉପରେ ବୁଝାଇବା ହେଲା ମୁଖ୍ୟ କଥା। ବୁଝାଇବାକୁ ହେବ
ଭକ୍ତି ହେଉଛି ଅନେକ କିନ୍ତୁ ଜ୍ଞାନ ତ ଏକ। ବାବା ସନ୍ତାନମାନଙ୍କୁ କେତେ ଉପାୟ ବତାଇ ଚାଲିଛନ୍ତି। ପତିତ ପାବନ ହେଉଛନ୍ତି ଏକମାତ୍ର ବାବା, ଯିଏକି ସମସ୍ତଙ୍କୁ ରାସ୍ତା ମଧ୍ୟ ବତାଉଛନ୍ତି। ଭଗବାନ ଗୀତା କେବେ ଶୁଣାଇଥିଲେ ଏ କଥା ମଧ୍ୟ କାହାକୁ ଜଣା ନାହିଁ। ଦ୍ୱାପର ଯୁଗକୁ ସଙ୍ଗମ ଯୁଗ କୁହାଯିବ ନାହିଁ। ଯୁଗେ ଯୁଗେ ତ ବାବା ଆସୁନାହାନ୍ତି। ମନୁଷ୍ୟମାନେ ତ ବିଲକୁଲ ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି। ତେଣୁ ସାରାଦିନ ଏହି ଖିଆଲ ଚାଲୁଛି କି ଅନ୍ୟମାନଙ୍କୁ କିପରି ବୁଝାଇବାକୁ ହେବ। ବାବାଙ୍କୁ ନିର୍ଦ୍ଦେଶ ଦେବାକୁ ପଡ଼ୁଛି। ଟେପ୍ ମାଧ୍ୟମରେ ମଧ୍ୟ ସମ୍ପୂର୍ଣ୍ଣ ମୁରଲି ଶୁଣିପାରିବ। କେହି କେହି କହୁଛନ୍ତି ଟେପ୍ ଦ୍ୱାରା ଆମେ ତ ଶୁଣୁଛୁ, କାହିଁକି ସିଧାସଳଖ ଯାଇ ନ ଶୁଣିବୁ। ସେଥିପାଇଁ ସମ୍ମୁଖକୁ ଆସୁଛନ୍ତି। ପିଲାମାନଙ୍କୁ ବହୁତ ସେବା କରିବାକୁ ହେବ, ରାସ୍ତା ବତାଇବାକୁ ପଡ଼ିବ। ଅନେକ ମନୁଷ୍ୟ ପ୍ରଦର୍ଶନୀକୁ ଆସୁଛନ୍ତି। ଭଲ ଭଲ ବୋଲି ମଧ୍ୟ କହୁଛନ୍ତି। ପୁଣି ବାହାରକୁ ଗଲେ ମାୟାର ବାୟୁମଣ୍ଡଳରେ ବୁଦ୍ଧିରୁ ସବୁ ଜ୍ଞାନ ଉଡ଼ି ଯାଉଛି। ମନେ ପକାଉନାହାନ୍ତି। ତେଣୁ ସେମାନଙ୍କ ପଛରେ ଲାଗିବା ଦରକାର। ବାହାରକୁ ଯିବା ଦ୍ୱାରା ମାୟା ଟାଣି ନେଉଛି। ନିଜ ନିଜର ଗୋରଖ ଧନ୍ଦାରେ ଲାଗି ଯାଉଛନ୍ତି। ସେଥିପାଇଁ ତ ମଧୁବନର ଗାୟନ ରହିଛି। ତୁମକୁ ତ ଏବେ ଜ୍ଞାନ ମିଳିଛି, ତୁମେ ସେଠାକୁ ଯାଇ ମଧ୍ୟ ବୁଝାଇବ ଗୀତାର ଭଗବାନ କିଏ। ଆଗରୁ ତୁମେ ମଧ୍ୟ ଯାଇ ଏହିପରି ମୁଣ୍ଡ ନୁଆଉଥିଲ। ଏବେ ତ ତୁମେ ବିଲକୁଲ ବଦଳି ଯାଇଛ। ଏବେ ତୁମେ ମନୁଷ୍ୟରୁ ଦେବତା ହେଉଛ। ତୁମ ବୁଦ୍ଧିରେ ସମସ୍ତ ଜ୍ଞାନ ରହିଛି। ଅନ୍ୟମାନେ କ'ଣ ଜାଣିବେ ପ୍ରଜାପିତା ବ୍ରହ୍ମା କୁମାର କୁମାରୀ କିଏ? ତୁମେମାନେ ସେମାନଙ୍କୁ ବୁଝାଉଛ। ବାସ୍ତବରେ ତୁମେମାନେ ମଧ୍ୟ ପ୍ରଜାପିତା ବ୍ରହ୍ମା କୁମାର କୁମାରୀ ଅଟ। ବର୍ତ୍ତମାନ ସମୟରେ ହିଁ ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା ହେଉଛି। ସେଥିପାଇଁ ବ୍ରାହ୍ମଣ କୁଳ ମଧ୍ୟ ନିଶ୍ଚିତ ଦରକାର ନା। ତେବେ ସଙ୍ଗମରେ ହିଁ ବ୍ରାହ୍ମଣ କୁଳ ଥାନ୍ତି। ଆଗରୁ ବ୍ରାହ୍ମଣମାନଙ୍କର ଚୁଟି ପ୍ରସିଦ୍ଧ ଥିଲା। ଚୁଟି କିମ୍ବା ପଇତାରୁ ଚିହ୍ନୁଥିଲେ ଇଏ ହିନ୍ଦୁ ଅଟନ୍ତି। ଏବେ ତ ସେ ସବୁ ସଂକେତ ମଧ୍ୟ ସମାପ୍ତ ହୋଇଗଲାଣି। ଏବେ ତୁମେ ଜାଣୁଛ ଆମେ ହେଉଛୁ ବ୍ରାହ୍ମଣ। ବ୍ରାହ୍ମଣ ହେବା ପରେ ପୁଣି ଦେବତା ହୋଇପାରିବ। ବ୍ରାହ୍ମଣ ହିଁ ନୂଆ ଦୁନିଆର ସ୍ଥାପନା କରୁଛନ୍ତି। ଯୋଗ ବଳ ଦ୍ୱାରା ସତ୍ତ୍ୱ ପ୍ରଧାନ ହେଉଛୁ। ତେବେ ନିଜର ଯାଞ୍ଚ କରିବାକୁ ହେବ। ଭିତରେ କୌଣସି ଆସୁରୀ ଗୁଣ ନ ରହୁ। କେବେ ବି ମତଭେଦରେ ଆସିବା ଉଚିତ ନୁହେଁ। ଏହା ଯଜ୍ଞ ଅଟେ ନା। ଯଜ୍ଞରୁ ହିଁ ସମସ୍ତଙ୍କର ପାଳନା ହେଉଛି। ଯଜ୍ଞର ଦାୟିତ୍ୱ ନେବା ପାଇଁ ଟ୍ରଷ୍ଟି ମଧ୍ୟ ରହିଥାନ୍ତି। ଯଜ୍ଞର ମାଲିକ ତ ହେଉଛନ୍ତି ଶିବ ବାବା। ଏହି ବ୍ରହ୍ମା ମଧ୍ୟ ଟ୍ରଷ୍ଟି ଅଟନ୍ତି। ଯଜ୍ଞର ଦାୟିତ୍ୱ ନେବାକୁ ପଡ଼ିଥାଏ। ତୁମ ସନ୍ତାନମାନଙ୍କର ଯାହା ଦରକାର ଯଜ୍ଞରୁ ନିଅ। ଆଉ କାହାଠାରୁ ନେଇ ପିନ୍ଧିଲେ ସେ ମନେ ପଡ଼ିବେ। ଏଥିରେ ବୁଦ୍ଧିର ଲାଇନ ବହୁତ ସ୍ୱଚ୍ଛ ହେବା ଦରକାର। ଏବେ ତ ଘରକୁ ଯିବାକୁ ହେବ। ସମୟ ବହୁତ କମ୍ ଅଛି। ସେଥିପାଇଁ ଯୋଗର ଯାତ୍ରା ପକ୍କା ରହୁ। ଏବେ ଏହି ପୁରୁଷାର୍ଥ କରିବାକୁ ହେବ। ଆଚ୍ଛା, ମିଠା ମିଠା ଶିକିଲ ଦେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ବାପ ଦାଦାଙ୍କୁ ନମସ୍ତେ 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 ଏବଂ ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର। ପ୍ରଥମ ପଏଣ୍ଟ, ନିଜର ଉନ୍ନତି କରିବା ପାଇଁ ଆତ୍ମିକ ସେବାରେ ତତ୍ପର ରହିବାକୁ ହେବ। ଯାହା ସବୁ ଜ୍ଞାନ ରତ୍ନ ମିଳିଛି ସେଗୁଡ଼ିକୁ ଧାରଣ କରି ଅନ୍ୟମାନଙ୍କୁ କରାଇବାକୁ ହେବ। ନିଜର ଉନ୍ନତି କରିବା ପାଇଁ ଆତ୍ମିକ ସେବାରେ ତତ୍ପର ରହିବାକୁ ହେବ। ଯାହା ସବୁ ଜ୍ଞାନ ରତ୍ନ ମିଳିଛି ସେଗୁଡ଼ିକୁ ଧାରଣ କରି ଅନ୍ୟମାନଙ୍କୁ କରାଇବାକୁ ହେବ। ଦ୍ୱିତୀୟ ପଏଣ୍ଟ, ନିଜର ଯାଞ୍ଚ କରିବାକୁ ହେବ। ମୋ ଭିତରେ କୌଣସି ଆସୁରୀ ଅବଗୁଣ ନାହିଁ ତ? ମୁଁ ଟ୍ରଷ୍ଟି ଅର୍ଥାତ୍ ନିମିତ୍ତ ହୋଇ ରହୁଛି। କେବେ ବି ଲୁଣ ପାଣି ହେଉ ନାହିଁ ତ? ଅର୍ଥାତ୍ ମତଭେଦରେ ଆସୁନାହିଁ ତ? ବୁଦ୍ଧିର ଲାଇନ ନିର୍ମଳ ଅଛି? ନିଜର ଯାଞ୍ଚ କରିବାକୁ ହେବ। ମୋ ଭିତରେ କୌଣସି ଆସୁରୀ ଅବଗୁଣ ନାହିଁ ତ? ମୁଁ ଟ୍ରଷ୍ଟି ଅର୍ଥାତ୍ ନିମିତ୍ତ ହୋଇ ରହୁଛି। କେବେ ବି ଲୁଣ ପାଣି ହେଉ ନାହିଁ ତ? ଅର୍ଥାତ୍ ମତଭେଦରେ ଆସୁନାହିଁ ତ? ବୁଦ୍ଧିର ଲାଇନ ନିର୍ମଳ ଅଛି? ବରଦାନ, ପୁରୁଷାର୍ଥର ସୂକ୍ଷ୍ମ ଆଳସ୍ୟକୁ ମଧ୍ୟ ତ୍ୟାଗ କରୁଥିବା ଅଲରାଉଣ୍ଡର।
ଅର୍ଥାତ୍ ବହୁମୁଖୀ ପ୍ରତିଭା ସମ୍ପନ୍ନ ତଥା ଅଲର୍ଟ ଅର୍ଥାତ୍ ସଜାଗ ହୁଅ। ପୁରୁଷାର୍ଥର ସୂକ୍ଷ୍ମ ଆଳସ୍ୟକୁ ମଧ୍ୟ ତ୍ୟାଗ କରୁଥିବା ଅଲରାଉଣ୍ଡର ଅର୍ଥାତ୍ ବହୁମୁଖୀ ପ୍ରତିଭା ସମ୍ପନ୍ନ ତଥା ଅଲର୍ଟ ଅର୍ଥାତ୍ ସଜାଗ ହୁଅ। ପୁରୁଷାର୍ଥରେ ଥକିଯିବା ଆଳସ୍ୟର ଲକ୍ଷଣ ଅଟେ। ଆଳସ୍ୟବାଲା ଆତ୍ମା ଶୀଘ୍ର ଥକି ଯାଇଥାଏ ଏବଂ ଉମଙ୍ଗ ଉତ୍ସାହବାଲା ଅକ୍ଳାନ୍ତ ହୋଇଥାନ୍ତି। ଯେଉଁମାନେ ପୁରୁଷାର୍ଥରେ ନିରାଶ ହୋଇଯାଆନ୍ତି ସେହିମାନଙ୍କୁ ହିଁ ଆଳସ୍ୟ ଆସିଥାଏ। ସେମାନେ ଭାବନ୍ତି କ'ଣ କରିବି, ମୋ ଦ୍ୱାରା ଏତିକି ହିଁ ହୋଇପାରିବ, ଆଉ ଅଧିକ ହୋଇପାରିବ ନାହିଁ, ମୋର ଆଉ ସାହସ ନାହିଁ, ଚାଲୁଛି ତ କରୁଛି ତ। ଏବେ ଏହି ସୂକ୍ଷ୍ମ ଆଳସ୍ୟର ମଧ୍ୟ ଚିହ୍ନ ବର୍ଣ୍ଣ ନ ରହୁ। ସେଥିପାଇଁ ସର୍ବଦା ଅଲର୍ଟ ଏଭର ରେଡି ଅର୍ଥାତ୍ ସଦା ପ୍ରସ୍ତୁତ ଏବଂ ଅଲରାଉଣ୍ଡର ହୁଅ। ସ୍ଲୋଗାନ: ସମୟର ମହତ୍ତ୍ୱକୁ ସମ୍ମୁଖରେ ରଖି ସର୍ବପ୍ରାପ୍ତିର ଖାତାକୁ ପୂର୍ଣ୍ଣ ରୂପରେ ଜମା କର। ସମୟର ମହତ୍ତ୍ୱକୁ ସମ୍ମୁଖରେ ରଖି ସର୍ବପ୍ରାପ୍ତିର ଖାତାକୁ ପୂର୍ଣ୍ଣ ରୂପରେ ଜମା କର। ଅବ୍ୟକ୍ତ ଇସାରା: ଏବେ ସମ୍ପନ୍ନ ବା କର୍ମାତୀତ ହେବାର ତୀବ୍ର ଇଚ୍ଛା ପ୍ରକଟ କର। ଯଦି ଶବ୍ଦଠାରୁ ଊର୍ଦ୍ଧ୍ୱରେ ନିଜର ଶ୍ରେଷ୍ଠ ସ୍ଥିତିରେ ସ୍ଥିତ ହୋଇଯିବ ତେବେ ସମସ୍ତ ବ୍ୟକ୍ତ ଆକର୍ଷଣଠାରୁ ଊର୍ଦ୍ଧ୍ୱରେ ଶକ୍ତିଶାଳୀ, ନ୍ୟାରୀ ଏବଂ ପ୍ୟାରୀ ସ୍ଥିତି ହୋଇଯିବ। ଯଦି ଗୋଟିଏ ସେକେଣ୍ଡ ପାଇଁ ମଧ୍ୟ ଏହି ଶ୍ରେଷ୍ଠ ସ୍ଥିତିରେ ସ୍ଥିତ ହୋଇଯିବ ତେବେ ଏହାର ପ୍ରଭାବ ସାରା ଦିନ କର୍ମ କରିବା ସମୟରେ ମଧ୍ୟ ନିଜ ଭିତରେ ବିଶେଷ ଶାନ୍ତିର ଶକ୍ତିର ଅନୁଭବ କରିବ ଏବଂ ଏହି ସ୍ଥିତିକୁ କର୍ମାତୀତ ସ୍ଥିତି, ବାବାଙ୍କ ସମାନ ସମ୍ପୂର୍ଣ୍ଣ ସ୍ଥିତି କୁହାଯାଏ। ଓମ୍ ଶାନ୍ତି। ସୁନା ଭାରତ ଗଢ଼ିବା ଆସ ବାବାଙ୍କ ଶ୍ରୀମତ ଧରି, ପବିତ୍ର ବ୍ରତ ପାଳିବା ଆମେ ତେବେ ହେବା ନିର୍ବିକାରୀ। ସୁନା ଭାରତ ଗଢ଼ିବା ଆସ ବାବାଙ୍କ ଶ୍ରୀମତ ଧରି, ପବିତ୍ର ବ୍ରତ ପାଳିବା ଆମେ ତେବେ ହେବା ନିର୍ବିକାରୀ। ମହାବୀର ହେବା କ୍ରୋଧକୁ ଜିତିବା, ମହାବୀର ହେବା କ୍ରୋଧକୁ ଜିତିବା, ମାୟାକୁ ଯିବାନି ଡରି ଆମେ, ମାୟାକୁ ଯିବାନି ଡରି। ନିଜେ ପବିତ୍ରତା ପାଳନ କରିବା, ତାପରେ ଅନ୍ୟକୁ ଯାଇ ବୁଝାଇବା। ବେହଦ ବୈରାଗ୍ୟ ମନରେ ରଖିବା, ନିଜେ ହିଁ ନିଜର ତର୍ଜମା କରିବା। ନିଜେ ପବିତ୍ରତା ପାଳନ କରିବା, ତାପରେ ଅନ୍ୟକୁ ଯାଇ ବୁଝାଇବା। ବେହଦ ବୈରାଗ୍ୟ ମନରେ ରଖିବା, ନିଜେ ହିଁ ନିଜର ତର୍ଜମା କରିବା। ଠକିବା ନାହିଁ ନିଜକୁ କେବେ, ମିଥ୍ୟାକୁ ଆଶ୍ରୟ କରି, ଖୁସିରେ ରହି ଗଢ଼ିବା ଭାଗ୍ୟ, ହେବା ଭାଗ୍ୟ ଅଧିକାରୀ। ଠକିବା ନାହିଁ ନିଜକୁ କେବେ, ମିଥ୍ୟାକୁ ଆଶ୍ରୟ କରି, ଖୁସିରେ ରହି ଗଢ଼ିବା ଭାଗ୍ୟ, ହେବା ଭାଗ୍ୟ ଅଧିକାରୀ। 21 ଜନ୍ମ ଖୁସିରେ କଟିବ, 21 ଜନ୍ମ ଖୁସିରେ କଟିବ, ମାୟାକୁ ଯିବାନି ଡରି ଆମେ, ମାୟାକୁ ଯିବାନି ଡରି। ସ୍ଥୂଳ ଦୁନିଆକୁ ମନରୁ ଭୁଲିବା, ସୂକ୍ଷ୍ମ ଦେଶର ପୋଷାକକୁ ପିନ୍ଧିବା। ଆଦର କରିବା, ଆଦର୍ଶ ହୋଇବା, ସମ୍ମାନ ଦେଇଣା ସମ୍ମାନ ପାଇବା। ସ୍ଥୂଳ ଦୁନିଆକୁ ମନରୁ ଭୁଲିବା, ସୂକ୍ଷ୍ମ ଦେଶର ପୋଷାକକୁ ପିନ୍ଧିବା। ଆଦର କରିବା, ଆଦର୍ଶ ହୋଇବା, ସମ୍ମାନ ଦେଇଣା ସମ୍ମାନ ପାଇବା। ସାକାରୀ ଆଉ ଆକାରୀ ବସ୍ତ୍ର ପିନ୍ଧିବା ଯତନ କରି, ସୁଖ ସ୍ୱରୂପ ଅନୁଭବରେ
ବରଦାନ ଯିବ ପୁରୀ। ସାକାରି ଆଉ ଆକାରି ବସ୍ତ୍ର ପିନ୍ଧିବା ଯତନ କରି। ସୁଖ ସ୍ୱରୂପ ଅନୁଭବରେ ବରଦାନ ଯିବ ପୁରୀ। ବହୁରୂପୀ ହୋଇ ମିଳନ କରିବା, ବହୁରୂପୀ ହୋଇ ମିଳନ କରିବା, ମାୟାକୁ ଯିବାନି ଡରି ଆମେ, ମାୟାକୁ ଯିବାନି ଡରି। ସୁନା ଭାରତ ଗଢ଼ିବା ଆସ ବାବାଙ୍କ ଶ୍ରୀମତ ଧରି। ପବିତ୍ର ବ୍ରତ ପାଳିବା ଆମେ ତେବେ ହେବା ନିର୍ବିକାରୀ। ମହାବୀର ହେବା କ୍ରୋଧକୁ ଜିତିବା, ମହାବୀର ହେବା କ୍ରୋଧକୁ ଜିତିବା, ମାୟାକୁ ଯିବାନି ଡରି ଆମେ, ମାୟାକୁ ଯିବାନି ଡରି।